ଗ୍ରୀଷ୍ମ ଋତୁ ସରିଯାଇଛି, ବର୍ଷା ଋତୁ ଆସିଯାଇଛି। ଆମେ ଆଜି ବର୍ଷା ଋତୁ ବିଷୟରେ କିଛି କବିତା କରିଛି, ତାକୁ ଆବୃତ୍ତ କରିବା। ଆଷାଢ଼ ମାସ ବିଷୟରେ। ଆଷାଢ଼େ ମେଘ ଘୋଟଇ ଝିପି ଝିପି ବର୍ଷା ବରଷେ ରହି ସୁଜନେ ଗୋ ଆଜି ଗ୍ରୀଷ୍ମକୁ ନାସି ଥାଇ ସୁଜନେ ଗୋ କଳାହାଣ୍ଡିଆର ମେଘ ଦେଖିଲେ ମନରେ ଆସେ ଉଦ୍ବେଗ ସୁଜନେ ଗୋ ପ୍ରଭୁ କରିଛନ୍ତି ପରା ସର୍ବ ସୁଜନେ ଗୋ। ଗ୍ରୀଷ୍ମ ସରିଯାଇଛି, ଆଷାଢ଼ ମାସ ଆସିଯାଇଛି, ବର୍ଷା ପ୍ରାୟ ଆରମ୍ଭ ହୋଇଗଲାଣି। ମୌସୁମୀ ବର୍ଷା ଯେଉଁ ଗ୍ରୀଷ୍ମରେ ଲୋକମାନେ ସବୁ ତାପିତ ହେଉଥିଲେ, ଝିମିରି ପିମିରି ଘା ଗତ ଦିହ ମୁଣ୍ଡ ଅଭ୍ୟସ୍ତ ଏସବୁ ଆସ୍ତେ ଆସ୍ତେ କମିଲେଣି ଏବଂ ଚାଷବାସ କାମ ବି ଆରମ୍ଭ ହେବାକୁ ପ୍ରାୟ ଆରମ୍ଭ ହେବ। ୟା ଭିତରେ ବର୍ଷା ଋତୁ ସବୁଠୁ ଭଲ ଫସଲ ହେବ, ବିଭିନ୍ନ ପ୍ରକାର ସବୁ ଗଛପତ୍ର ସବୁ ଶାନ୍ତି, ଜଙ୍ଗଲ ଶାନ୍ତି, ତାପରେ ଜୀବଜନ୍ତୁ ଜଙ୍ଗଲରେ ଯେଉଁ ଥିବେ ସେସବୁ ଶାନ୍ତି। କଳାହାଣ୍ଡିଆ ମେଘ ଦେଖିଲେ ମନରେ ଟିକେ ଭୟ ଆସୁଛି, ଏଇନେ ବର୍ଷା ଆସିବ, କଳାହାଣ୍ଡିଆ ମେଘ ଆସିଲା, ଏଇନେ ବର୍ଷା ଆସିବ। ଏସବୁ ଆମେ କରିନେ, ସବୁ ପ୍ରଭୁ କରୁଛନ୍ତି। କିଏ କହିବ ସବୁ ସେ ପ୍ରକୃତିର ଦାନ, ସେ ହେଇପାରେ, ସେ କଥା ମୁଁ କହିପାରିବିନି। ଆମେ ଜାଣିଛୁ ସବୁ ପ୍ରଭୁଙ୍କର ମାୟା। ବର୍ଷା ସେ କରୁଛନ୍ତି, ଶୀତ ସେ କରୁଛନ୍ତି, ଖରା ତାଙ୍କରି ଦ୍ୱାରା, ପାଗ ତାଙ୍କରି ଦ୍ୱାରା, ସବୁ ତ ସିଏ, ଆମେ କିଛି ନୁହେଁ। ନାଁକୁ ମାତ୍ର ଯିଏ କହିଲା କହିଲା ଚୁପା ମିଳିବ। ଭୂମିକା ପରବର୍ତ୍ତୀ ଅଧ୍ୟାୟ।